ଆକାଶବାଣୀ। ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଧ୍ୟକ୍ଷତାରେ ରାଷ୍ଟ୍ରପତି ଭବନରେ ଆରମ୍ଭ ହେଲା ଦୁଇଦିନିଆ ରାଜ୍ୟପାଳ ସମ୍ମିଳନୀ। ପ୍ରବଳ ବର୍ଷା ଓ ଭୂସ୍ଖଳନ ଯୋଗୁଁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ କେଦାରନାଥ ଯାତ୍ରା ସ୍ଥଗିତ। କେରଳ ୱାଇନାଡ୍ ଭୂସ୍ଖଳନ ଘଟଣାରେ ମୃତ୍ୟୁସଂଖ୍ୟା 308କୁ ବୃଦ୍ଧି। ପ୍ୟାରିସ୍ ଅଲିମ୍ପିକ୍ସର ସପ୍ତମ ଦିନରେ ଆଜି 6ଟି ବିଭାଗରେ ପ୍ରଦର୍ଶନ କରିବେ ଭାରତୀୟ ଖେଳାଳି ଏବଂ 3 ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ଆନ୍ତର୍ଜାତିକ କ୍ରିକେଟ୍ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ରେ ଆଜି ମୁହାଁମୁହିଁ ହେବେ ଭାରତ ଓ ଶ୍ରୀଲଙ୍କା। ରାଷ୍ଟ୍ରପତି ଭବନରେ ଆଜିଠାରୁ ଦୁଇଦିନିଆ ରାଜ୍ୟପାଳ ସମ୍ମିଳନୀ ଆରମ୍ଭ ହୋଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୈଠକରେ ଅଧ୍ୟକ୍ଷତା କରୁଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଧ୍ୟକ୍ଷତାରେ ଏହା ପ୍ରଥମ ରାଜ୍ୟପାଳ ସମ୍ମିଳନୀ। ବୈଠକରେ ସମସ୍ତ ରାଜ୍ୟର ରାଜ୍ୟପାଳ ଭାଗ ନେଇଥିବା ବେଳେ ଉପରାଷ୍ଟ୍ରପତି ଜଗଦୀପ ଧଙ୍କଡ଼, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଶିବରାଜ ସିଂ ଚୌହାନ, ଅଶ୍ୱିନୀ ବୈଷ୍ଣବ, ଡକ୍ଟର ମନସୁଖ ମାଣ୍ଡବ୍ୟ ଏବଂ ଅନ୍ୟ କେନ୍ଦ୍ରମନ୍ତ୍ରୀମାନେ ଭାଗ ନେବେ। ନୀତି ଆୟୋଗର ଉପାଧ୍ୟକ୍ଷ ତଥା ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଏବଂ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଓ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ମଧ୍ୟ ବୈଠକରେ ଯୋଗଦେବେ। ସମ୍ମିଳନୀରେ 3ଟି ନୂଆ ଫୌଜଦାରୀ ଆଇନର କାର୍ଯ୍ୟାନ୍ୱୟନ, ଉଚ୍ଚଶିକ୍ଷାର ସଂସ୍କାର ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଶିକ୍ଷା ବିକାଶ ସମ୍ପର୍କିତ ବିଷୟ ଉପରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ବୈଠକରେ ରାଜ୍ୟପାଳଙ୍କ ଭୂମିକା ଏବଂ ବିଭିନ୍ନ କେନ୍ଦ୍ରୀୟ ପ୍ରତିଷ୍ଠାନ ଓ ରାଜ୍ୟଗୁଡ଼ିକ ମଧ୍ୟରେ ସମନ୍ୱୟ ରକ୍ଷା ନେଇ ଆଲୋଚନା ହେବ। ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟରେ ଆକାଂକ୍ଷୀ ଜିଲ୍ଲାର ବିକାଶ ନିମନ୍ତେ ଗ୍ରହଣ କରାଯାଇଥିବା ପଦକ୍ଷେପ, ସୀମାବର୍ତ୍ତୀ ଅଞ୍ଚଳଗୁଡ଼ିକର ବିକାଶ, ଏକ ଭାରତ ଶ୍ରେଷ୍ଠ ଭାରତ ଓ ମା ପାଇଁ ଗଛଟିଏ ଅଭିଯାନରେ ରାଜ୍ୟପାଳମାନଙ୍କ ଭୂମିକାର ସମୀକ୍ଷା କରାଯିବ। ଆସନ୍ତାକାଲି ଏହି ସମ୍ମିଳନୀର ଉଦ୍ଯାପନୀ ସମାରୋହରେ ସମସ୍ତ ରାଜ୍ୟପାଳ ଏବଂ ନୀତି ଆୟୋଗ ପକ୍ଷରୁ ବିଭିନ୍ନ ଯୋଜନାର କାର୍ଯ୍ୟାନ୍ୱୟନ ସମ୍ପର୍କିତ ତଥ୍ୟ ଉପସ୍ଥାପନ କରାଯିବ। ଉତ୍ତରାଖଣ୍ଡର ଟିହରି ଏବଂ ରୁଦ୍ରପ୍ରୟାଗ ଜିଲ୍ଲାରେ ପ୍ରବଳ ବର୍ଷା ହେଉଥିବାରୁ କେଦାରନାଥ ଯାତ୍ରାକୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଏନ୍ଡିଆର୍ଏଫ୍, ଏସ୍ଡିଆର୍ଏଫ୍, ଡିଡିଆର୍ଏଫ୍, ପୋଲିସ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଅଟକି ରହିଥିବା 2000ରୁ ଅଧିକ ତୀର୍ଥଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଗତକାଲି ହେଲିକପ୍ଟର ସହାୟତାରେ ବିମ୍ବଲି, ରାମବାଡ଼ା ଏବଂ ଲିନଚୌଲି ଅଞ୍ଚଳରୁ 1100 ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ପ୍ରଭାବିତ ଅଞ୍ଚଳ ନିରୀକ୍ଷଣ କରିଛନ୍ତି। ବିଭିନ୍ନ ରିଲିଫ୍ କ୍ୟାମ୍ପରେ ଥିବା ଲୋକମାନଙ୍କ ସହ ମଧ୍ୟ ସେ କଥାବାର୍ତ୍ତା କରିଛନ୍ତି। ବୁଧବାର ରାତିରେ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ହୋଇଥିଲା ଏବଂ ଏଥିରେ ରାସ୍ତା, ପୋଲ, ପାଣି ଲାଇନ୍ ଏବଂ ବିଦ୍ୟୁତ୍ ସଂଯୋଗ ବାଧାପ୍ରାପ୍ତ ହେବା ସହ ବ୍ୟାପକ ପରିମାଣର ଫସଲ ନଷ୍ଟ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ କେଦାରନାଥକୁ ଯାଉଥିବା ରାସ୍ତାର ବିଭିନ୍ନ ସ୍ଥାନରେ ତୀର୍ଥଯାତ୍ରୀମାନେ ଅଟକି ରହିଛନ୍ତି। ସେହି ଯାତ୍ରୀମାନଙ୍କୁ ସୁରକ୍ଷିତ ଉଦ୍ଧାର କରିବା ଲାଗି ଉଦ୍ୟମ ଜାରି ରହିଛି। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଯମୁନେତ୍ରୀ ଏବଂ କେଦାରନାଥ ରାସ୍ତାରେ ଯାତ୍ରୀମାନଙ୍କ ଯିବା ଆସିବା ଉପରେ କଟକଣା ଜାରି କରାଯାଇଛି। ଉଦ୍ଧାର କାର୍ଯ୍ୟ ପାଇଁ ରାଜ୍ୟ ଏବଂ କେନ୍ଦ୍ରୀୟ ସୁରକ୍ଷା ବଳ ସମେତ ଏନ୍ଡିଆର୍ଏଫ୍ର 12ଟି ଏବଂ ଏସ୍ଡିଆର୍ଏଫ୍ର 60ଟି ଟିମ୍କୁ କାର୍ଯ୍ୟରେ ନିୟୋଜିତ କରାଯାଇଛି। ଇତିମଧ୍ୟରେ ବାୟୁସେନାର ଚିନୁକ୍ ଏବଂ MR-17 ହେଲିକପ୍ଟରକୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି। ପାଣିପାଗ ବିଭାଗ ପକ୍ଷରୁ ଆସନ୍ତା 48 ଘଣ୍ଟା ପର୍ଯ୍ୟନ୍ତ ପ୍ରବଳ ବର୍ଷା ନେଇ ଚେତାବନୀ ଜାରି କରାଯାଇଥିବାରୁ ସ୍ଥାନୀୟ ପୋଲିସ, ଏନ୍ଡିଆର୍ଏଫ୍, ଏସ୍ଡିଆର୍ଏଫ୍ ଏବଂ ପ୍ରଶାସନକୁ ସତର୍କ କରାଯାଇଛି। ଅନ୍ୟପକ୍ଷରେ ଆଜି ସକାଳୁ ଅମରନାଥ ଗୁମ୍ଫା ଦର୍ଶନ ନିମନ୍ତେ 1221 ଜଣ ତୀର୍ଥଯାତ୍ରୀ ଜମ୍ମୁର ଭଗବତୀ ନଗର ମୂଳ କ୍ୟାମ୍ପରୁ 54ଟି ଦଳରେ କାଶ୍ମୀର ଘାଟି ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ସାମଗ୍ରୀ ଓ ସେବାକର ଜିଏସ୍ଟି ସଂଗ୍ରହ କ୍ଷେତ୍ରରେ 10.3% ବୃଦ୍ଧି ଘଟିଛି। ଜୁଲାଇ ମାସରେ ଜିଏସ୍ଟି ସଂଗ୍ରହ 1,82,000 କୋଟି ଟଙ୍କାରୁ ଅଧିକ ହୋଇଛି। ଏହା ତୃତୀୟ ଥର ପାଇଁ ସବୁଠାରୁ ଅଧିକ ରାଜସ୍ୱ ସଂଗ୍ରହ ବୋଲି ଜଣାପଡ଼ିଛି। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଜୁଲାଇ ମାସରେ ଜିଏସ୍ଟି ସଂଗ୍ରହ ଏବଂ ଫେରସ୍ତ ପରେ 1,60,000 କୋଟି ଟଙ୍କା ବଳକା ରହିଛି, ଯାହା 14.4% ବୃଦ୍ଧିକୁ ଦର୍ଶାଉଛି। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ପତ୍ର ସୂଚନା କାର୍ଯ୍ୟାଳୟ 2019ରୁ ଏପର୍ଯ୍ୟନ୍ତ 9,922ଟି ମିଥ୍ୟା ସମ୍ବାଦ ଲୋକଲୋଚନକୁ ଆଣିଛି। ରାଜ୍ୟସଭାରେ ଆଜି ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍ ମୁରୁଗନ୍ କହିଛନ୍ତି, 2019ରେ ସ୍ଥାପନ କରାଯାଇଥିବା ତଥ୍ୟ ଯାଞ୍ଚ ବିଭାଗର କୌଣସି ଆଞ୍ଚଳିକ ଶାଖା ସ୍ଥାପନ ପାଇଁ ଏବେ ପ୍ରସ୍ତାବ ନାହିଁ। ସେ କହିଛନ୍ତି, ମିଥ୍ୟା ସମ୍ବାଦ ପରିବେଷଣ ଦ୍ୱାରା ବିଭିନ୍ନ କ୍ଷେତ୍ରରେ ଖରାପ ପ୍ରଭାବ ଦେଖାଦେଉଛି ଏବଂ ଏହାର ନିୟନ୍ତ୍ରଣ ଅତ୍ୟନ୍ତ ଜରୁରୀ ବୋଲି ସେ କହିଛନ୍ତି। ରାଜ୍ୟସଭାରେ ତୃଣମୂଳ କଂଗ୍ରେସ ସାଂସଦଙ୍କ ଏକ ପ୍ରଶ୍ନର ଉତ୍ତରରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଭାରତ ସରକାରଙ୍କ ସହ ସମ୍ପର୍କିତ
କୌଣସି ସୂଚନା ସତ କି ମିଛ ତାହା କେବଳ ସରକାର କହିପାରିବେ। ତଥ୍ୟ ଯାଞ୍ଚ କରିବା କାର୍ଯ୍ୟ ସରକାରଙ୍କର ବୋଲି ସେ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ୱାୟନାଡରେ ଗତ ମଙ୍ଗଳବାର ଘଟିଥିବା ଭୂସ୍ଖଳନରେ ବ୍ୟାପକ ପରିମାଣର ଧନଜୀବନ ନଷ୍ଟ ହୋଇଛି। ସେଠାରେ ସେନା, ଏନ୍ଡିଆର୍ଏଫ୍, ଏସ୍ଡିଆର୍ଏଫ୍ ଏବଂ ସ୍ଥାନୀୟ ପ୍ରଶାସନ ପକ୍ଷରୁ ତଲାସୀ ଅଭିଯାନ ଜୋରଦାର କରାଯାଇଛି। ପ୍ରଭାବିତ ଅଞ୍ଚଳରେ ମୃତଦେହଗୁଡ଼ିକ ମାଟି ତଳେ ଦବି ରହିଥିବାରୁ ସେଗୁଡ଼ିକୁ ବାହାର କରିବା ଲାଗି ଉଦ୍ୟମ କରାଯାଉଛି। ବଡ଼ ବଡ଼ ପଥର ଖଣ୍ଡ, ମାଟି ଗଦା ଭିତରୁ ମୃତଦେହଗୁଡ଼ିକୁ ବାହାର କରାଯାଉଛି। ମୃତଦେହ ସନ୍ଧାନ କାର୍ଯ୍ୟରେ ସନ୍ଧାନୀ କୁକୁରଙ୍କୁ ନିୟୋଜିତ କରାଯାଇଛି। ଏହି ଭୂସ୍ଖଳନ ଘଟଣାରେ ମୃତ୍ୟୁ ସଂଖ୍ୟା 300 ଅତିକ୍ରମ କରିଛି। ମିଳିଥିବା ସୂଚନା ଅନୁଯାୟୀ ଏପର୍ଯ୍ୟନ୍ତ 308 ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି। 91ଟି ରିଲିଫ୍ ଶିବିରରେ 7,000ରୁ ଅଧିକ ଲୋକଙ୍କୁ ରଖାଯାଇଥିବା ସ୍ଥାନୀୟ ପ୍ରଶାସନ ସୂଚନା ଦେଇଛି। ସେନା ପକ୍ଷରୁ ଚାଲିଥିବା ତଲାସୀ ଅଭିଯାନରେ ୱାୟନାଡ ଜିଲ୍ଲାର ଭୂସ୍ଖଳନ ପ୍ରଭାବିତ ଅଞ୍ଚଳରୁ ଆଜି 4 ଜଣ ଲୋକଙ୍କୁ ଜୀବିତ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ଛୋଟ ଝିଅ ଥିବା ଜଣାପଡ଼ିଛି। କେରଳର ଚୁରନମାଲାରେ 190 ଫୁଟ ଲମ୍ବ ବେଲି ବ୍ରିଜ୍ କାଲିଠାରୁ କାର୍ଯ୍ୟ ଆରମ୍ଭ କରିଛି। ଭୂସ୍ଖଳନ ପ୍ରଭାବିତ ଅଞ୍ଚଳକୁ ରିଲିଫ୍ ସାମଗ୍ରୀ ପଠାଇବା ଏବଂ ଉଦ୍ଧାରକାରୀ ଦଳ ଯିବା ନିମନ୍ତେ ଏହି ପୋଲର ବ୍ୟବହାର କରାଯାଉଛି। ଭାରତୀୟ ବାୟୁସେନା କେରଳର ୱାୟନାଡ ଏବଂ ଉତ୍ତରାଖଣ୍ଡର ପାହାଡ଼ିଆ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ପରେ ବାୟୁସେନାର ଚିନୁକ୍ ଏବଂ MI-17V5 ହେଲିକପ୍ଟର ମୁତୟନ କରାଯାଇଛି। ଏନ୍ଡିଆର୍ଏଫ୍ର କେତେକ ଦଳ ଉଦ୍ଧାର କାର୍ଯ୍ୟରେ ସହାୟତା କରୁଛନ୍ତି। ବାୟୁସେନା ପକ୍ଷରୁ ରିଲିଫ୍ ସାମଗ୍ରୀ ନେବା ଆଣିବା ସହ ବିଭିନ୍ନ ସ୍ଥାନରେ ଫସି ରହିଥିବା ଲୋକମାନଙ୍କୁ ଉଦ୍ଧାର କରାଯାଉଛି। ପ୍ୟାରିସ୍ ଅଲିମ୍ପିକ୍ସ। ପ୍ୟାରିସ୍ ଅଲିମ୍ପିକ୍ସରେ ଆଜି ସପ୍ତମ ଦିନରେ ଭାରତର କ୍ରୀଡ଼ାବିତ୍ମାନେ ବନ୍ଧୁକ ଚାଳନା, ତୀରନ୍ଦାଜି, ବ୍ୟାଡ୍ମିଣ୍ଟନ, ଜୁଡୋ, ହକି ଏବଂ ଆଥଲେଟିକ୍ସରେ ଭାଗ ନେବେ। ବନ୍ଧୁକ ଚାଳନାରେ ଆଜି ଅପରାହ୍ନରେ 2ଟି ବ୍ରୋଞ୍ଜ ପଦକ ବିଜେତା ମନୁ ଭାକର 25 ମିଟର ମହିଳା ବର୍ଗର ଯୋଗ୍ୟତା ପର୍ଯ୍ୟାୟରେ ଅଭିଯାନ ଆରମ୍ଭ କରିବେ। ବ୍ୟାଡ୍ମିଣ୍ଟନ ପୁରୁଷ ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲରେ ଆଜି ସନ୍ଧ୍ୟା 6:30 ଭାରତର ଲକ୍ଷ୍ୟ ସେନ୍ ଚୀନ୍ ତାଇପେଇର ଚାଉ ତିଏନ୍ ଚାନ୍ଙ୍କ ସହ ମୁକାବିଲା କରିବେ। ପୁରୁଷ ହକିର ପୁଲ୍ ମ୍ୟାଚ୍ରେ ସନ୍ଧ୍ୟା 4:45 ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା ହେବ। ପୂର୍ବରୁ ଭାରତ କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇସାରିଛି। ଜୁଡୋରେ ଆଜି ଅପରାହ୍ନରେ ମହିଳା 78 କିଲୋଗ୍ରାମ ବର୍ଗରେ ତୁଲିକା ମାନ ଏବଂ କ୍ୟୁବାର ଇଦାଲିସ୍ ସାଟିଜ୍ଙ୍କ ସହ ମୁକାବିଲା ହେବ। ଆଜି ଜୁଡୋରେ ସମସ୍ତ ମ୍ୟାଚ୍ ସହ ଫାଇନାଲ ମ୍ୟାଚ୍ ମଧ୍ୟ ଅନୁଷ୍ଠିତ ହେବ। ତୀରଚାଳନାରେ ମିକ୍ସଡ ପର୍ଯ୍ୟାୟରେ ଧୀରଜ ବୋମଦେଓରା ଏବଂ ଅଙ୍କିତା ଭକତଙ୍କ ଯୋଡ଼ି ଇଣ୍ଡୋନେସିଆ ଯୋଡ଼ିଙ୍କ ସହ ମୁକାବିଲା କରିବେ। ଆଥଲେଟିକ୍ସରେ ରାତି 9:30 ପାରୁଲ ଚୌଧୁରୀ 5000 ମିଟର ଯୋଗ୍ୟତା ପର୍ଯ୍ୟାୟରେ ପ୍ରତିଦ୍ୱନ୍ଦିତା କରିବାକୁ ଥିବାବେଳେ ସଟ୍ପୁଟ୍ ଯୋଗ୍ୟତା ପର୍ଯ୍ୟାୟରେ ରାତି 11ଟାରେ ତେଜେନ୍ଦ୍ର ପାଲ ସିଂ ତୁର ପ୍ରତିଦ୍ୱନ୍ଦିତା କରିବେ। ଗଲ୍ଫରେ ଗଗନଜିତ୍ ଭୁଲ୍ଲର ଏବଂ ଶୁଭଙ୍କର ଶର୍ମା ଓ ନୌଚାଳନାରେ ନେଥ୍ରା କୁମାନନ୍ ଓ ବିଷ୍ଣୁ ସରବନ ପ୍ରତିଦ୍ୱନ୍ଦିତା କରିବେ। ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନ ପୂର୍ବରୁ ସେଠାରେ କାର୍ଯ୍ୟ କରୁଥିବା ସେହି ରାଜ୍ୟର ଅଧିକାରୀ ଓ ଗୋଟିଏ ସ୍ଥାନରେ 3 ବର୍ଷରୁ ଅଧିକ ସମୟ ଧରି ରହିଥିବା ଅଧିକାରୀଙ୍କୁ ବଦଳି କରିବା ଲାଗି ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ଆୟୋଗ ପକ୍ଷରୁ ଝାଡ଼ଖଣ୍ଡ ମୁଖ୍ୟ ଶାସନ ସଚିବଙ୍କୁ ଏନେଇ ନିର୍ଦ୍ଦେଶ ଦିଆଯାଇଛି ଓ ଆସନ୍ତା 20 ତାରିଖ ସୁଦ୍ଧା ରିପୋର୍ଟ ଦେବାକୁ କୁହାଯାଇଛି। ନିୟମ ଅନୁଯାୟୀ ନିର୍ବାଚନ ସହ ଜଡ଼ିତ କୌଣସି ଅଧିକାରୀ ଯଦି ନିଜ ଜିଲ୍ଲାରେ କାର୍ଯ୍ୟ କରୁଥାନ୍ତି ତେବେ ତାଙ୍କୁ ସେଠାରୁ ବଦଳି କରାଯିବ। ଝାଡ଼ଖଣ୍ଡ ସରକାର କହିଛନ୍ତି ନିର୍ବାଚନ ପ୍ରକ୍ରିୟାରେ ରାଜ୍ୟ ସରକାର କୌଣସି ପ୍ରକାର ହସ୍ତକ୍ଷେପ କରିବେ ନାହିଁ। ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ 3 ମ୍ୟାଚ୍ ବିଶିଷ୍ଟ ଏକ ଦିବସୀୟ ଆନ୍ତର୍ଜାତୀୟ କ୍ରିକେଟ ଶୃଙ୍ଖଳା ଆଜିଠାରୁ ଆରମ୍ଭ ହୋଇଛି। ସମସ୍ତ ମ୍ୟାଚ୍ ଶ୍ରୀଲଙ୍କାର କଲମ୍ବୋସ୍ଥିତ ପ୍ରେମଦାସା ଷ୍ଟାଡିୟମରେ ଖେଳାଯିବ। ଏହି ଶୃଙ୍ଖଳାର ଦ୍ୱିତୀୟ ମ୍ୟାଚ୍ ଆସନ୍ତା 4 ତାରିଖ ଏବଂ ତୃତୀୟ ମ୍ୟାଚ୍ 7 ତାରିଖରେ ଅନୁଷ୍ଠିତ ହେବ। ସମସ୍ତ ମ୍ୟାଚ୍ ଭାରତୀୟ ସମୟ ଅପରାହ୍ନ 2:30 ଆରମ୍ଭ ହେବ। 50 ଓଭର ବିଶିଷ୍ଟ ଏହି ମ୍ୟାଚ୍ଗୁଡ଼ିକରେ ରୋହିତ ଶର୍ମା ଭାରତୀୟ କ୍ରିକେଟ ଦଳର ଅଧିନାୟକ ଦାୟିତ୍ୱ ତୁଲାଇବେ। ମୁଖ୍ୟ ସମ୍ବାଦ ପୁଣିଥରେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଧ୍ୟକ୍ଷତାରେ ରାଷ୍ଟ୍ରପତି ଭବନରେ ଆରମ୍ଭ ହେଲା 2 ଦିନିଆ ରାଜ୍ୟପାଳ ସମ୍ମିଳନୀ। ପ୍ରବଳ ବର୍ଷା ଓ ଭୂସ୍ଖଳନ ଯୋଗୁଁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ କେଦାରନାଥ ଯାତ୍ରା ସ୍ଥଗିତ। କେରଳ ୱାୟନାଡ ଭୂସ୍ଖଳନ ଘଟଣାରେ ମୃତ୍ୟୁ ସଂଖ୍ୟା 308କୁ ବୃଦ୍ଧି। ପ୍ୟାରିସ୍ ଅଲିମ୍ପିକ୍ସର ସପ୍ତମ ଦିନରେ ଆଜି 6ଟି ବିଭାଗରେ ପ୍ରଦର୍ଶନ କରିବେ ଭାରତୀୟ ଖେଳାଳି ଏବଂ 3 ମ୍ୟାଚ୍ ବିଶିଷ୍ଟ ଏକ ଦିବସୀୟ ଆନ୍ତର୍ଜାତିକ କ୍ରିକେଟ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ରେ ଆଜି ମୁହାଁମୁହିଁ ହେବେ ଭାରତ ଓ ଶ୍ରୀଲଙ୍କା। ସମ୍ବାଦ ଶେଷ ହେଲା।